नमस्ते दर्शक बंधु। आज ହେଉଛି नवेम्बर मास 9 तारिख रविवार। आज दिन जाकर गुरुत्वपूर्ण खबर उपरे आसंतु नजर पकेइबा। वीडियो को शेष पर्यंत देखंतु, मात्र किछि समय मध्य संपूर्ण खबर जानि परिबे। ता पूर्व चैनल रे नुआ थिले चैनल को सब्सक्राइब करी पाखरे आसुथिबा बेल आइकन को ऑन करी रखंतु। एमिति प्रतिदिन नुआ लेटेस्ट न्यूज सर्वप्रथमे देखिबा पई आसंतु संपूर्ण खबर उपरे नजर पकेइबा। प्रथमे घुमुसर बनखंडरे 15 बाघ गणना जंगलरे लागिब ट्राप कैमेरा। 4 वर्षକୁ ଥରେ ଦେଶରେ ବାଘ ଗଣନା ହେଉଛି, ତେଣୁ ଚଳିତ ବର୍ଷ ଦେଶରେ ବାଘ ଗଣନା ପ୍ରକ୍ରିୟା ଚାଲିଛି। ଏହିଭଳି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ବନଖଣ୍ଡରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ଚଳିତ ମାସ 15 ରୁ 21 ତାରିଖ ମଧ୍ୟରେ କର୍ମଚାରୀମାନେ ଜଙ୍ଗଲକୁ ଯାଇ ବାଘର ସ୍ଥିତି ଜାଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହି ସମୟରେ କର୍ମଚାରୀମାନେ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ଲଗାଇବେ, ପଗମାର୍କ ଓ ମଳ ନିଶାନ ବିଶ୍ଳେଷଣ କରିବେ। ଏଥିସହ ଜେନେଟିକ୍ ଅନୁଶୀଳନ ଓ ସାଟେଲାଇଟ୍ ଡାଟା ମ୍ୟାପିଂ ମଧ୍ୟ ହେବ। ବାଘ ଗଣନାର ମୂଳ ଲକ୍ଷ୍ୟ ହେଲା ଭାରତରେ ବାଘମାନଙ୍କ ନିକଟ ଆନୁମାନିକ ସଂଖ୍ୟା ଜାଣିବା, ବାଘମାନଙ୍କ ବାସସ୍ଥଳୀ ଅବସ୍ଥା ଅନୁଶୀଳନ କରିବା। ଏହାପରେ ସରକାର ଦେଶରେ ବାଘ ସଂରକ୍ଷଣ ପାଇଁ ଯୋଗ୍ୟ ନୀତି ଓ ପଦକ୍ଷେପ ଗ୍ରହଣ କରିବେ। ଇତିମଧ୍ୟରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ନର୍ସରୀ ଏବଂ ତାରସିଂଠାରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ବାଘ ଗଣନା କିଭଳି ହେବ ସେ ନେଇ ତାଲିମ ପ୍ରଦାନ କରିଛନ୍ତି। ସେହିଭଳି ଘୁମୁସର ଦକ୍ଷିଣ ବନଖଣ୍ଡ ପକ୍ଷରୁ ବୁଗୁଡ଼ା କରାଯାଇଛି। ବାଘ ଗଣନା ସମୟରେ କର୍ମଚାରୀମାନେ ମାଂସାଶୀ ଏବଂ ବଡ଼ ତୃଣଭୋଜୀ ଯଥା ହାତୀ, ଗୟଳ ଇତ୍ୟାଦିର ମଧ୍ୟ ଗଣନା କରିବେ। ଏଥିସହ ଗୁଳ୍ମ ଜାତୀୟ, ତୃଣ ଜାତୀୟ ଉଦ୍ଭିଦ ଚିହ୍ନଟ କରିବେ। ଯେଉଁଠି ଜନ୍ତୁ ରହୁଛନ୍ତି ସେଠି କେଉଁ ଉଦ୍ଭିଦ ବେଶୀ ରହୁଛନ୍ତି ତାହାର ମଧ୍ୟ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ଖବର, ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭିତରେ ଧରାପଡ଼ିଲା ହିଡେନ୍ କ୍ୟାମେରା। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଣି ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଭକ୍ତ। ଚଷମାରେ ହିଡେନ୍ କ୍ୟାମେରା ପିନ୍ଧି ଭିତରକୁ ପ୍ରବେଶ କରିଥିବା ଜଣେ ଭକ୍ତ ଶ୍ରୀମନ୍ଦିରର ଗଜମୋହନରୁ ଧରାପଡ଼ିଛନ୍ତି। ତାଙ୍କ ନାମ ଭରତ ପାଣ୍ଡିଆ। ସେ ପ୍ରୋଟୋକଲରେ ମନ୍ଦିର ଭିତରେ ପ୍ରବେଶ କରୁଥିବା ସୂଚନା ମିଳିଛି। ଅବକାଶ ନୀତି ପରେ ଗଜମୋହନରେ ଦର୍ଶନ ଚାଲିଥିବା ସମୟରେ ଭକ୍ତ ଭରତ ହିଡେନ୍ କ୍ୟାମେରା ଯୁକ୍ତ ଚଷମା ପିନ୍ଧିଥିବା ଜଣାପଡ଼ିଥିଲା। ତାଙ୍କୁ ଜେଟିପି ଅଟକ କରି ରଖି ଗାରଦରେ ପଚରାଉଚରା କରିଥିଲା ପରେ କାର୍ଯ୍ୟାଳୟରେ ତାଙ୍କଠାରୁ ବିସ୍ତୃତ ତଥ୍ୟ ନିଆଯାଇଥିଲା। ଏହାପରେ ତାଙ୍କୁ ସିଂହଦ୍ୱାର ଥାନାକୁ ପଠାଯାଇଥିବା ସୂଚନା ମିଳିଛି। ପୂର୍ବରୁ ବାରମ୍ବାର ହିଡେନ୍ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା, କିନ୍ତୁ କଡ଼ାକଡ଼ି ଆଇନ ନ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ବାରମ୍ବାର ଏହିଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିରରେ। ତେବେ ପ୍ରଶ୍ନ ଉଠୁଛି, ଏତେ ଜଣ ହିଡେନ୍ କ୍ୟାମେରା ସହ ଧରାପଡ଼ିବା ପରେ ମଧ୍ୟ କାହିଁକି କଡ଼ାକଡ଼ି ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ? ପୂର୍ବରୁ ମଧ୍ୟ ଧରାପଡ଼ିଥିଲା ହିଡେନ୍ କ୍ୟାମେରା ପିନ୍ଧା ଯୁବକ। ପୂର୍ବରୁ ମଧ୍ୟ କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ପୁରୀ ଗଜପତି ନଗରର ଯୁବକ। ଧରାପଡ଼ିବା ପରେ କାଗଜପତ୍ରରେ ଲେଖାପଢ଼ା କରି ଯୁବକଙ୍କୁ ଛାଡ଼ି ଦେଇଥିଲା ସିଂହଦ୍ୱାର ପୋଲିସ। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫଟୋ, ଭିଡିଓ। ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା ଉକ୍ତ ଯୁବକ। ଚଷମାରେ ଲାଗିଥିବା ଲେନ୍ସରୁ ଫଟୋ, ଭିଡିଓଗୁଡ଼ିକ ସିଧାସଳଖ ମୋବାଇଲକୁ ଯାଉଥିଲା। ବେହରଣ ଦ୍ୱାର ନିକଟରେ ସନ୍ଦେହ ହେବାରୁ ଯୁବକକୁ ପୋଲିସ ଧରିଥିଲା। ଯୁବକକୁ ଧରିବା ସହ ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା ପୋଲିସ। ଖାଲି ହିଡେନ୍ କ୍ୟାମେରା ନୁହେଁ, ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ ଉଡ଼ିଥିବାର ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିପାଇଁ ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ମଧ୍ୟ ଘୋଷଣା କରାଯାଇଥିଲା। ଶ୍ରୀମନ୍ଦିର ଓ ଏହାର ଆଖପାଖରେ କୌଣସି ଡ୍ରୋନ୍ ଉଡ଼ିବ ନାହିଁ ବୋଲି ନିୟମ କରିଥିଲେ ବି ବାରମ୍ବାର ଏହାର ଉଲ୍ଲଂଘନ ହେଉଛି। ନିୟମ ନ ମାନି ବଡ଼ଦେଉଳ ଉପରେ ଡ୍ରୋନ୍ ଉଡ଼ାଉଛନ୍ତି ଦୁର୍ବୃତ୍ତ। ପରବର୍ତ୍ତୀ ଖବର, ପୁଣି ପରୀକ୍ଷା ଦ୍ୱନ୍ଦ୍ୱ, ଗୋଟିଏ ସମୟରେ ଦୁଇ ପରୀକ୍ଷା। ଆଜି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇଟି ପରୀକ୍ଷା
ରହିଛି ଓ PCS ପକ୍ଷରୁ ଆଜି AS ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ 9ଟା, ପୂର୍ବାହ୍ନ 11ଟା30 ଓ 2ଟା30ରେ 3ଟି ସିଟିଂରେ ପରୀକ୍ଷା। ଅନ୍ୟପକ୍ଷରେ OSSC ପକ୍ଷରୁ RIIC ARI ପରୀକ୍ଷା ହେବା ନେଇ ବିଜ୍ଞପ୍ତି ଜାରି ହୋଇଛି। OSSC ପରିଚାଳିତ ପରୀକ୍ଷା ଆସନ୍ତାକାଲି ସେହି ସକାଳ 9ଟାରୁ 10ଟା30 ପର୍ଯ୍ୟନ୍ତ ରହିବ। AS ଓ ପେପର 1 ପରୀକ୍ଷା ଜଣେ 2ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ। କିପରି ଦେବେ ପରୀକ୍ଷା ଦେବେ ସେ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପରବର୍ତ୍ତୀ ଖବର ବିବାହ ସିଜନରେ ହଠାତ୍ ଏତେ କମିଗଲା ସୁନା ଦର। ରୂପା ବି ହେଲା ଶସ୍ତା। ବିବାହ ସିଜନ ଫିକା ପଡ଼ିଲା ସୁନାର ଚମକ। ଆଜି ପୁଣି କମିଲା ସୁନା ରୂପା ଦର। ବିଶ୍ୱସ୍ତରରେ ଚାଲିଥିବା ଅସ୍ଥିରତା ମଧ୍ୟରେ ଗତ କିଛିଦିନ ଧରି ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଛି। ବିଶେଷ କରି ପର୍ବପର୍ବାଣି ଶେଷ ହେବା ପରଠାରୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ମୂଲ୍ୟ ହ୍ରାସ ପାଇଛି। ଗୋଟିଏ ଦିନର ବୃଦ୍ଧି ପରେ ଆଜି ପୁଣି ସୁନା ମୂଲ୍ୟ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନା ପ୍ରତି 10 ଗ୍ରାମ 1,22,160 ଟଙ୍କାରେ ବିକ୍ରି ହେଉଛି, ଯାହା ପୂର୍ବ ଦିନ ତୁଳନାରେ ହ୍ରାସ ପାଇଛି। କମ୍ ମୂଲ୍ୟ ଅଧିକ ଲୋକଙ୍କୁ ସୁନା ପ୍ରତି ଆକର୍ଷିତ କରିପାରେ, ଯାହା ଫଳରେ ଏହାର ଚାହିଦା ବୃଦ୍ଧି କରିପାରେ। ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 1,22,730 ଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 1,12,510 ଟଙ୍କା। ଭୁବନେଶ୍ୱରରେ 24 କ୍ୟାରେଟ ସୁନା ଦର 1,22,020 ଥିବା ବେଳେ 22 କ୍ୟାରେଟ ଦାମ 1,11,850 ଟଙ୍କାରେ କାରବାର କରୁଛି। ପରବର୍ତ୍ତୀ ଖବର ଡିସେମ୍ବର 1ରୁ ସଂସଦର ଶୀତ ଅଧିବେଶନ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଡିସେମ୍ବର 1ରୁ ସଂସଦର ଶୀତ ଅଧିବେଶନ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀଙ୍କ ସୂଚନା। କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି। ଚଳିତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବ। ବିହାର ବିଧାନସଭା ନିର୍ବାଚନ ପରେ ହେବାକୁ ଥିବା ଶୀତ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶେଷ କରି ଭୋଟ ଚୋରି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ବିଦେଶ ନୀତିକୁ ପ୍ରସଙ୍ଗ କରିବେ ବିରୋଧୀ। ଏପଟେ ବିରୋଧୀକୁ କାଉଣ୍ଟର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ପୂର୍ବରୁ 21 ଜୁଲାଇରୁ 21 ଅଗଷ୍ଟ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ହୋଇଥିଲା। ବିରୋଧୀଙ୍କ ହଙ୍ଗାମା ଯୋଗୁଁ 32 ଦିନରୁ କେବଳ 21 ଦିନ ଗୃହ କାର୍ଯ୍ୟ ଚାଲିଥିଲା। ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ 15 ବିଲ୍ ପାରିତ ହୋଇଥିଲା। ସଂସଦର ଏହି ଅଧିବେଶନ ଅନ୍ୟ ଅଧିବେଶନ ତୁଳନାରେ କମ୍ ସମୟ ହେବ। ଏହି ଅଧିବେଶନରେ ବିହାରର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଆଲୋଚନା ହୋଇପାରେ। ପରବର୍ତ୍ତୀ ଖବର ମ୍ୟାଚ୍ ବାଜିରେ ହଠାତ୍ ଘଟିଲା ଅଜବ ଘଟଣା। ବନ୍ଦ ହେଲା ଅଷ୍ଟ୍ରେଲିଆ ଭାରତ ମ୍ୟାଚ୍ ଦୌଡ଼ିଲେ ଦର୍ଶକ। ବ୍ରିସବେନ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟି20 ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ ଏକ ଅଜବ ଘଟଣା ଘଟିଛି। ବଜ୍ରପାତ ଯୋଗୁଁ ମ୍ୟାଚ୍ ହଠାତ୍ ବନ୍ଦ ହୋଇଗଲା। ଗାଭିରେ ଏକ ବଡ଼ ସ୍କ୍ରିନ୍ ଦର୍ଶକଙ୍କୁ ଖରାପ ପାଗ ବିଷୟରେ ସତର୍କ କରାଇ ଦେଇଥିଲା ଏବଂ ଖୋଲା ସ୍ଥାନରେ ରହିବା ଅସୁରକ୍ଷିତ ବୋଲି ଚେତାବନୀ ଦେଇଥିଲା। ଶନିବାର ଦିନ ବ୍ରିସବେନ୍ରେ ଗାଭିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟି20 ମ୍ୟାଚ୍ ଖରାପ ପାଗ ଯୋଗୁଁ ବନ୍ଦ ହୋଇଯାଇଥିଲା, ଯାହା ଫଳରେ ଅମ୍ପାୟାର ଏବଂ ଖେଳାଳୀମାନେ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ଖେଳ ଆରମ୍ଭ ହେବା ସମୟରେ ଭାରତ 4.5 ଓଭରରେ କୌଣସି ୱିକେଟ୍ ନ ହରାଇ 52 ରନ୍ କରିଥିଲା। ଅଭିଷେକ ଶର୍ମା 23 ରନ୍ ଏବଂ ଶୁଭମନ ଗିଲ୍ 29 କ୍ରିଜରେ ଥିଲେ। ଭାରତର ଇନିଂସର ପଞ୍ଚମ ଓଭର ସମୟରେ ଗ୍ରାଉଣ୍ଡ ଷ୍ଟାଫ୍ ପଡ଼ିଆରେ ଥିବା ଅମ୍ପାୟାରମାନଙ୍କୁ ସତର୍କ କରାଇ ଦେଇଥିଲେ ଏବଂ ଖେଳାଳୀମାନଙ୍କୁ ତୁରନ୍ତ ପଡ଼ିଆକୁ ବାହାର କରିବାକୁ କହିଥିଲେ। ପରବର୍ତ୍ତୀ ଖବର ଖାଲଖମାରେ ଭରି ହୋଇଛି ଜାତୀୟ ରାଜପଥ। ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତା ରାଞ୍ଚି ବିଜୟୱାଡ଼ା କରିଡର ଯୋଜନାରେ ନିର୍ମାଣ ହୋଇଛି, କିନ୍ତୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭରି ରହିଛି। ଗାବରାଠାରେ ଥିବା ପୁରୁଣା ସେତୁଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଅଛି। ସେଠାରେ ନୂତନ ସେତୁ ଆବଶ୍ୟକ ରହିଛି, କିନ୍ତୁ ତାହା ହେବାକୁ ନାହିଁ। ଏଥିସହ ରାସ୍ତାରେ ଅନେକ ସ୍ଥାନରେ ଛୋଟ ବଡ଼ ଗର୍ତ୍ତ ଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ ରାସ୍ତାର ଉଭୟ ପାର୍ଶ୍ୱରେ ଲଟାବୁଦାରେ ଭରି ହୋଇଗଲାଣି। କେତେକ ସ୍ଥାନରେ ପିଚୁ ରାସ୍ତା ଉପରକୁ 5 ଫୁଟ ଲଟାବୁଦା ମାଡ଼ି ବସିଲାଣି, ଯେଉଁଥିପାଇଁ ଦୈନନ୍ଦିନ ଉକ୍ତ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଯାତ୍ରୀମାନଙ୍କ ପାଇଁ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।